ଭିଡ଼ିଓଟି ବନେଇବାରେ ଭାରି ପରିଶ୍ରମ ଲାଗୁଛି ସାଙ୍ଗମାନେ। ଦୟାକରି ଗୋଟିଏ ଗୋଟିଏ ସବସ୍କ୍ରାଇବ୍ କରିଦିଅନ୍ତୁ। ଜଗତର ନାଥ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ, ଏତିକି ମୋର ପ୍ରାର୍ଥନା। ଏ ଘଟଣାଟି ହେଉଛି 1972 ମସିହାର ଘଟଣା। ଆମ ଗାଁ ବଇଁଶୀପୁରରେ ଗୋଟିଏ କଥା ହୁରି ହେବାରେ ଲାଗିଲା କି ସେ ତିନିଟା ପିଲାକୁ କୁଆଡ଼େ ଭୂତ ଖାଇଦେଲା। ସେଇ ସ୍କୁଲ ଘରର ଭୂତମାନେ ସେଇ ତିନିଟା ପିଲାକୁ ଖାଇଦେଲେ ବୋଲି ଏକଥା ସମସ୍ତେ କହିଲେ। ଘଟଣାଟା କ'ଣ ନା, ଆମ ଗାଁ ମୁଣ୍ଡରେ ଗୋଟେ ପୁରୁଣା ସରକାରୀ ସ୍କୁଲ ଥିଲା। ପ୍ରାୟ 10 ବର୍ଷ ତଳେ ଗୋଟିଏ ଦୁର୍ଘଟଣା ସେଠି ଘଟିଥିଲା। କୌଣସି ଏକ କାରଣରୁ ସେ ସ୍କୁଲରେ ନିଆଁ ଲାଗିଗଲା, ଯାହାଫଳରେ କେତେକ ଛାତ୍ରଛାତ୍ରୀ ଆଉ 4 ଜଣ ଶିକ୍ଷକ ସେଥିରେ ନିଜର ଜୀବନ ହରାଇ ବସିଲେ। ଏହାର ଠିକ୍ ପରେ ପରେ ସରକାର ସେଇ ସ୍କୁଲଟିକୁ ବନ୍ଦ କରିଦେଲେ। ଗାଁ ଲୋକଙ୍କୁ କହିବା କଥା, ସେଠି ଆଜି ବି କୁଆଡ଼େ କେହି ଜଣେ ରହିଛି, ଯିଏକି ପିଲାମାନଙ୍କୁ ଅପେକ୍ଷା କରିଛି। ଏହି ଦୁର୍ଘଟଣାଟି ଶନିବାର ଦିନ ହିଁ ଘଟିଥିଲା। ସେଇ ଦିନଠାରୁ ପ୍ରତି ଶନିବାର ଅଧାରାତି ମାନେ ଠିକ୍ 2ଟା ବେଳେ ଯେତେବେଳେ ପୁରା ଗାଁ ଶୋଇପଡ଼େ, ସେଇ ନିଃଶବ୍ଦ ଅନ୍ଧାରକୁ ଚିରି ଶୁଭେ ସ୍କୁଲ ଘଣ୍ଟିର ଶବ୍ଦ। ଠନ୍ 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 ଏମିତି ଭାବେ ସେ ସ୍କୁଲର ସେଇ ପୁରୁଣା ପିତ୍ତଳ ଘଣ୍ଟିଟି ଆପେ ଆପେ ବାଜି ଉଠେ। ଆମ ଗାଁର 3 ଜଣ ସାହସୀ ଯୁବକ ଥିଲେ, ଆକାଶ, ସୁମିତ ଆଉ ରୋହିତ। ଉଭୟ ଭଲ ସାଙ୍ଗ ଥିଲେ। ସେମାନେ ଦିନେ ଏହା ନିଷ୍ପତ୍ତି ନେଲେ କି ଏହି ରହସ୍ୟର ପର୍ଦ୍ଦାଫାଶ କରିବେ। ଶନିବାର ରାତିରେ ସେମାନେ ଟର୍ଚ୍ଚ ଲାଇଟ୍ ଧରି ଚୁପଚାପ ସ୍କୁଲ ପରିସର ଭିତରକୁ ପଶିଲେ। ଚାରିଆଡ଼େ ମୁଣ୍ଡ ଉଚ୍ଚର ଘାସ ଏବଂ ଅଳିଆ ଆବର୍ଜନା ପଡ଼ିଥାଏ। ସ୍କୁଲ ଭିତରେ ଏକ ଅଜବ ପ୍ରକାରର ପୁରୁଣା କାଗଜ ଏବଂ ଓଦା ମାଟିର ଗନ୍ଧ ମଧ୍ୟ ଶୁଙ୍ଘିବାକୁ ମିଳୁଥାଏ। ଗାଁ ଲୋକଙ୍କଠାରୁ ଲୁଚି ଛପି ସେମାନେ 10ଟା ସୁଦ୍ଧା ସେ ଭୂତ ସ୍କୁଲ ଭିତରକୁ ପ୍ରବେଶ କରିଲେ। ଠିକ୍ ସମୟକୁ ସେମାନେ ଅପେକ୍ଷା କଲେ। ସମୟ ଧୀରେ ଧୀରେ ବିତିଲା ଆଉ ଠିକ୍ ରାତି 2ଟା ବାଜିଲା। ତେବେ ରାତି 2ଟା ତ ଯେମିତି ବାଜିଛି, ସେ ସ୍କୁଲର ପରିବେଶଟା ଆଗ ଅପେକ୍ଷା ଯେମିତି ବଦଳି ଯାଇଥାଏ। ସେ ସ୍କୁଲ ପରିବେଶଟା ଭାରି ଭୟଙ୍କର ସେତେବେଳେ ପ୍ରତୀତ ହେଉଥାଏ। ସେ 3 ଜଣ ଯୁବକ ଏଇ କଥା ଭାବିଲେ କି ସେମାନେ ଏଠାକୁ ଆସି କୌଣସି ଭୁଲ କରିଦେଇ ନାହାନ୍ତି ତ। ଆଗକୁ ସେମାନେ ଆଉ କିଛି ଭାବନ୍ତି କି ହଠାତ୍ ସେମାନଙ୍କ ଆଖି ସାମ୍ନାରେ ହିଁ ଶୂନ୍ୟରେ ଝୁଲୁଥିବା ସେଇ ଘଣ୍ଟିଟି ନିଜକୁ ନିଜେ ହଲିବାକୁ ଲାଗିଲା। ଠନ୍ ଠନ୍ ସେ ଶବ୍ଦ ଶୁଣି ତ 3 ଜଣଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା। ଡରରେ ସେମାନେ ଦୌଡ଼ିବାକୁ ଚେଷ୍ଟା କଲାବେଳେ ଦେଖିଲେ 3ୟ ଶ୍ରେଣୀ ଗୃହର କବାଟ ଧୀରେ ଧୀରେ ଖୋଲୁଛି। ସେମାନେ କୌତୂହଳ ବଶତଃ ଭିତରକୁ ଟର୍ଚ୍ଚ ମାରିଲେ। ଭିତର ଦୃଶ୍ୟଟି ଥିଲା ଅତ୍ୟନ୍ତ ଭୟଙ୍କର। ସେଇ ଖାଲି ଶ୍ରେଣୀ ଗୃହରେ କେହି ଜଣେ ଅଦୃଶ୍ୟ ଶକ୍ତି ଚକ୍ରେ କଳାପଟା ଉପରେ କିଛି ଲେଖୁଥିଲା। ସେ ନିର୍ଜନ ନିଛାଟିଆ କ୍ଲାସରୁମ୍ଟାରେ ଚକ୍ରେ ଲେଖୁଥିବାର ଶବ୍ଦଟା ସାରା କ୍ଲାସରୁମ୍ରେ ଖେଳି ଯାଉଥାଏ। ସେମାନେ ଧୀରେ ଧୀରେ ସେ କ୍ଲାସରୁମ୍ ନିକଟକୁ ଗଲେ। ସେମାନେ ସେଇ କ୍ଲାସରୁମ୍ ଭିତରକୁ ପ୍ରବେଶ କରିଲେ। ସେମାନେ ଯେମିତି ତ ସେଇ କଳାପଟା ଆଡ଼କୁ ଚାହିଁଛନ୍ତି, ଚକ୍ଟି ନିଜେ ନିଜେ ଚାଲୁଥିଲା ବୋଧେ। ତାଙ୍କର ଚାହିଁବା ମାତ୍ରକେ ତାହା ତଳେ ଖସି ପଡ଼ିଲା। କଳାପଟାରେ କେବଳ ଏହା ହିଁ ଲେଖାଥିଲା କି ତୁମେମାନେ କ୍ଲାସକୁ ଡେରିରେ ଆସିଛ, ଶାସ୍ତି ତ ଆଜି ତୁମକୁ ଭୋଗିବାକୁ ହିଁ ପଡ଼ିବ। ଶାସ୍ତି କେବଳ ଗୋଟିଏ, ତାହା ହେଉଛି ତୁମମାନଙ୍କର ମୃତ୍ୟୁ। ହଠାତ୍ ସେଇ ରୁମ୍ ଭିତରୁ ଶହ ଶହ ପିଲାଙ୍କ କାନ୍ଦଣା ଏବଂ ଚିତ୍କାର ଶୁଭିବାକୁ ଲାଗିଲା। ରୋହିତ ଦେଖିଲା ସ୍କୁଲର ସବୁ ଝରକା ଏବଂ କବାଟ ବାହାରୁ ଆପେ ଆପେ ବନ୍ଦ ହୋଇଯାଉଛି। ସେମାନେ ବାହାରକୁ ଆସିବାକୁ ଚେଷ୍ଟା କଲା ବେଳକୁ ଏହା ଦେଖିଲେ କି ଶ୍ରେଣୀ ଗୃହର ଶେଷ ବେଞ୍ଚରେ ଜଣେ ମୁଣ୍ଡବିହୀନ ଶିକ୍ଷକ ଛିଡ଼ା ହୋଇଛନ୍ତି,
ଯାହାଙ୍କ ହାତରେ ଏକ ରକ୍ତଭିଜା ବେତ ରହିଛି। ସେହି ଶିକ୍ଷକଙ୍କ କଣ୍ଠରୁ ଗୋଟେ ଗମ୍ଭୀର ସ୍ୱର ଶୁଭିଲା, ବସିପଡ଼, ଆଜି ପାଠପଢ଼ା ଶେଷ ନ ହେବା ଯାଏ କେହି ବି ଘରକୁ ଫେରିବ ନାହିଁ। ତାପରେ କ'ଣ ହେଇଛି କିଛି ଜଣାପଡ଼ିଲା ନାହିଁ। ସେ ନିର୍ଜନ ଅନ୍ଧାରିଆ ସ୍କୁଲ ଭିତରେ ରାତି ସାରା ସେମାନଙ୍କର ଚିତ୍କାର ଶୁଭିଲା। ତେବେ ଗାଁଠୁ ପ୍ରାୟ 2 କିଲୋମିଟର ଦୂରରେ ହେଉଛି ବାଘୁଆ ମଉସାଙ୍କ ଘର। ସେ ସେଇ ଚିତ୍କାରମାନ ଶୁଣିଲେ, କିନ୍ତୁ ଏତେ ରାତିରେ ସେ ଭୂତ ସ୍କୁଲକୁ ଯିବାକୁ ଆଦୌ ସାହସ କରିପାରିଲେ ନାହିଁ। ପରଦିନ ସକାଳେ ସେ ଗାଁର ଅନ୍ୟ ଲୋକମାନଙ୍କୁ ରାତିର ସବୁ କଥା ଜଣାଇଲେ। କିଛି ଲୋକେ ସାହସ କରି ସେଇ ଭୂତ ସ୍କୁଲର କବାଟ ଖୋଲି ସେଇ ଭୂତ ସ୍କୁଲ ଭିତରକୁ ପ୍ରବେଶ କରିଲେ। ସେମାନେ ଦେଖିଲା ବେଳକୁ ସେଠି କେହି ବି ନଥିଲେ। କେବଳ କଳାପଟା ଉପରେ 3ଟି ନୂଆ ନାଁ ଲେଖା ହୋଇଥିଲା, ଆକାଶ, ସୁମିତ ଏବଂ ରୋହିତ। ଆଜି ବି ସେ 3 ଜଣଙ୍କର କୌଣସି ପତ୍ତା ମିଳିଲା ନାହିଁ। ଲୋକେ କୁହନ୍ତି ସେଇ 3 ଜଣ ସେଇ ରାତିରେ ବୋଧେ ସେଇ ସ୍କୁଲ ଭିତରକୁ ପ୍ରବେଶ କରିଥିଲେ, ଯାହାଫଳରେ ସେଇ ସ୍କୁଲର ଭୂତ ପ୍ରେତମାନେ ସେମାନଙ୍କୁ ଖାଇଦେଲେ। ତେବେ ବନ୍ଧୁଗଣ, ଆପଣମାନଙ୍କୁ ମୋର ଏ ଭୂତ କାହାଣୀଟି କେମିତି ଲାଗିଲା ମୋତେ କମେଣ୍ଟ ସେକ୍ସନ୍ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଏତିକି କହି ରହୁଛି, ଧନ୍ୟବାଦ।